ଯେମିତି ମା ଛୁଆ ନ କାନ୍ଦିଲେ ମା କ୍ଷୀର ଦିଏନି। ଆମର ବୋଧେ ସେଇଆ ଘଟିଛି ଯେ ଆମେ କୌଣସି ପ୍ରକାରର ଆନ୍ଦୋଳନ କରିପାରୁନୁ, କି ଆମେ କୌଣସି ପ୍ରକାର ଦାବି କରିପାରୁନୁ, କି ମାନେ କୌଣସି ଷ୍ଟ୍ରାଇକ୍ କରିପାରୁନୁ, କେତେବେଳେ ମାନେ ପହଞ୍ଚି ପାରୁନୁ। ପହଞ୍ଚିବା ପୂର୍ବରୁ ଆମକୁ କିଛି ବ୍ୟାରିୟର ହେଇଯାଉଛି। ବ୍ୟାରିୟର ମାନେ ଆମର ସରକାରଙ୍କ ପାଖରେ ପହଞ୍ଚିବା ପାଇଁ ମାଧ୍ୟମ ଯେଉଁମାନେ ସେ ପହଞ୍ଚେଇ ଦେଉନାହାନ୍ତି। ଏଇଟା ଗୋଟେ ପ୍ରଥମ କାରଣ। ଆମକୁ ବହୁତ ଥର ମିଟିଂ କରାହେଇଛି, କିନ୍ତୁ ଆମର ଯେଉଁ ଯୋଜନା ନେଇକି ଯାଇଥିବୁ ସେଟାକୁ ଡାଇଭର୍ଟ କରାଯାଉଛି। ଯେ ଆଉ ଗୋଟେ ମଧ୍ୟରେ ଶୁଣି ଶୁଭା ଯାଉଥିଲା ଯେ ଏଠି ଏମାନଙ୍କ ଭିତରେ ଏକତା ନାହିଁ। ଏକତା ନାହିଁ ବୋଲି ସେମାନେ ଡାକୁନାହାନ୍ତି କାହାକୁ। ଏକତା ମାନେ ମୋତେ ଡାକିଲେ ସେ ଖରାପ, ସେ ଡାକିଲେ, କିନ୍ତୁ ଆମ ଭିତରେ ଏକତା ଅଛି। ଆମେ ଯେତେବେଳେ ବି କାମ କରୁଛୁ, ଯେତେ ମତାନ୍ତର ମନମାଳିନ ହେଲେ ବି ଆମେ ଯେତେବେଳେ ଇଣ୍ଡଷ୍ଟ୍ରି ପାଇଁ କାମ କରୁଛୁ ଏକାଠି ହେଇକି ଯାଇଛୁ। ଥରେ ଦେଖନ୍ତୁ, ପରୀକ୍ଷା କରି ଦେଖନ୍ତୁ, ଆମକୁ ଡାକନ୍ତୁ ଇଣ୍ଡଷ୍ଟ୍ରି ଦେଖନ୍ତୁ। ୟୁସିସି ଗୋଟେ ଅଛି ଆମର କଟକରେ, ଯିଏକି ସବୁବେଳେ ଚେଷ୍ଟା କରୁଛି ଓଡ଼ିଆ ଫିଲ୍ମର ଡେଭଲପମେଣ୍ଟ ପାଇଁ, ଓଡ଼ିଆ ଫିଲ୍ମର ଉନ୍ନତି ପାଇଁ। ଆମର ଗୋଟେ ପ୍ରଡ୍ୟୁସର ଆସୋସିଏସନ୍ ଅଛି, ଯେଉଁଥିରେ କି 200ରୁ ଅଧିକ ମେମ୍ବର ଅଛନ୍ତି। ସେମାନଙ୍କୁ ଡାକି ସରକାର କାମ ମାନେ କଥା ହେଇପାରିବେ। ସେମାନଙ୍କ ସେମାନେ ଜାଣିଛନ୍ତି, ଯେଉଁମାନେ ପୁରୁଣା ଲୋକ ସେମାନଙ୍କୁ ଡାକିଲେ ସେମାନେ କହିପାରିବେ କେମିତି ସଲ୍ୟୁସନ୍ କରିପାରିବେ। ଏ ଆପଣ ତ ମୋତେ କଥା ହେଉଥିଲେ ଯେ ଆମର କଳିଙ୍ଗ ଷ୍ଟୁଡ଼ିଓ ତିଆରି ବେଳେ କୌଣସି ଏକ୍ସପିରିଏନ୍ସ ଲୋକକୁ ନିଆଯାଇନଥିଲା। ଏଇଟା ସତ କଥା। କାହିଁକି ଦେଖନ୍ତୁ, ବର୍ତ୍ତମାନ ମୁଁ ଆପଣ ଗୋଟେ ମାନେ ଚ୍ୟାନେଲରେ ଅଛନ୍ତି, ଚ୍ୟାନେଲରେ କେଉଁଠି କ୍ୟାମେରା ରହିବ, କେଉଁଠି ପ୍ଲେସମେଣ୍ଟ ହେବ, କେଉଁଠି ଆଙ୍କର ବସିବ, କେଉଁଠି ଲାଇଟିଂ ହେବ, ସେଇଟା ଆପଣମାନେ ଜାଣିଛନ୍ତି, କି ଆପଣମାନେ ୟୁଜ୍ କରିବେ ତାକୁ। କିନ୍ତୁ ଆମେ ଦେଖିଥିଲୁ ଯେତେବେଳେ ଆମର କଳିଙ୍ଗ ଷ୍ଟୁଡ଼ିଓ ତିଆରି ହେଇଥିଲା, କୌଣସି ଏକ୍ସପିରିଏନ୍ସ ଲୋକମାନଙ୍କୁ କିମ୍ବା ପ୍ରଡ୍ୟୁସରମାନଙ୍କୁ ଯେଉଁମାନେ ୟୁଜ୍ କରିବେ, ସେଇ ଜାଗାଟା ୟୁଜ୍ କରିବେ, ସେଇ ପ୍ରପର୍ଟିଟାକୁ ୟୁଜ୍ କରିବେ, ସେମାନଙ୍କୁ ଡକାଯାଇନଥିଲା। ଫଳରେ କ'ଣ ହେଲା, ଯେଉଁମାନଙ୍କୁ ଦିଆଗଲା ସେମାନେ ବାହାର ଜାଗାର ଜିନିଷ ନେଇ ଖାଲି ଓଡ଼ିଆ ଟଚ୍ ଦେଇକି ଥୋଇଛନ୍ତି। ଯଦି ସୁଟିଂ କରିବା ବହୁତ କଷ୍ଟ। ସୁଟିଂ କେମିତି ହେବ? ସୁଟିଂ ପାଇଁ ହାଇଟ୍ ଦରକାର, ଲାଇଟିଂ ଦରକାର। ସେ ଜିନିଷ ସବୁ କରିନାହାନ୍ତି। ଏଇଟା ଗୋଟେ ମାନେ ପ୍ରପର୍ ସେମାନେ କ'ଣ ବିଜନେସ୍ ପର୍ପସ୍ରେ କରିଦେଇଛନ୍ତି। ମାନେ ଆମ୍ୟୁଜମେଣ୍ଟ ପାର୍କ। ଆମ୍ୟୁଜମେଣ୍ଟ ପାର୍କ ମାନେ ଲୋକ ଆସିବେ, ଦେଖିବେ, ବୁଲିବେ, ଏନ୍ଜୟ କରିବେ, ଯିବେ। କିନ୍ତୁ ଆମେ ଯେଉଁମାନେ ମାନେ ସେଠି କାମ କରିବୁ ବୋଲି ଭାବିଛୁ ସେଠି ହେଇପାରିବନି। ବର୍ତ୍ତମାନ ଦେଖନ୍ତୁ, ଆମେ ବାହାରକୁ ଯିବାକୁ ପଡ଼ୁଛି। ଆମେ ଯାଉଛୁ ହାଇଦ୍ରାବାଦ ଯାଉଛୁ, ରାମୋଜୀ ଫିଲ୍ମ ସିଟିର ଯାଉଛୁ, ବାହାରକୁ ଯାଉଛୁ, ଚେନ୍ନାଇ ଯାଉଛୁ କିମ୍ବା ବମ୍ବେ ଯାଉଛୁ। କ'ଣ ପାଇଁ? ଆମକୁ ଏଠି ମିଳୁନି ବୋଲି। ଯଦି ଆମକୁ ସେଇ ଜିନିଷ ମିଳିଥାନ୍ତା ତାହେଲେ ଆମେ ଆଉ ବାହାରକୁ ଯିବାକୁ ପଡ଼ନ୍ତାନି। ଆମ କମ୍ ବଜେଟରେ ଖର୍ଚ୍ଚ ହେଇଥାନ୍ତା, ଆଉ କମ୍ ବଜେଟରେ ଫିଲ୍ମ ହେଇଥାନ୍ତା। ବଜେଟ୍ କମ୍ ହେଲେ ଲାଭ ଆମେ ପାଇଥାନ୍ତୁ, ଗୋଟେ ହେଇପାରୁନି।